ସାହୁ ବରଣେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରତ ପ୍ରଧାନ ଶିକ୍ଷକ। ମୋର ହେଉଛି ଏହା ପରିଚୟ ବିଦ୍ୟାଳୟରେ। କଣ ହେଇଥିଲା ଘଟଣା ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ? ଘଟଣା ହେଉଛି ସେଦିନ 11 ତାରିଖ ମଙ୍ଗଳବାର ଥିଲା। ମୁଁ 9ଟା 15ରେ ମୋ କାର୍ଯ୍ୟକ୍ଷେତ୍ରକୁ ମୁଁ ଆସି ପହଞ୍ଚିଥିଲି। ସୁଚାରୁ ରୂପେ କାର୍ଯ୍ୟ କରିକି ମାନେ ବାଲବାଟିକା ପ୍ରଥମ ଦ୍ୱିତୀୟ ତୃତୀୟର ମୁଁ ଆଟେଣ୍ଡାନ୍ସ ଦେଇ କ୍ଲାସ୍ 3ଟା କ୍ଲାସ୍ କମ୍ବାଇନ୍ ଭାବରେ କରି ପଞ୍ଚମ ଶ୍ରେଣୀର ହେଉଛି ସାହିତ୍ୟ ପଢ଼ି ସାରିଲା ପରେ 12ଟା 45ରେ ଶଶିକାନ୍ତ ଭୋଇକି ମୁଁ ଚାର୍ଜ ଦେଇକି ଏସ୍ଆର୍ କାମ କରିବା ପାଇଁ ମାନେ ଗୋଟିଏ ବାଛଳକୁ ମୁଁ ଗଲି। 2ଟା 30ରୁ 2ଟା 40 ଭିତରେ 3 ଥର ସ୍କୁଲରୁ ଫୋନ୍ ଗଲା ପରେ ମୋତେ କହିଲେ ସ୍କୁଲରେ ଝମିଲା ହେଇଛି ଆସ ବୋଲି। ମୁଁ ଆସିକି ପହଞ୍ଚିଲା ବେଳକୁ କେହି ନଥିଲେ। ଗେଟ୍ ଖୋଲିଲା ପରେ ସେ ପଛରୁ ଆସିକି ସେ ବାବୁଲା ବାରିକି ବୋଲି ଗୋଟେ ପିଲାଟେ ତା ଡାକ ନା, ସେ ଆସିକି ମୋତେ ମୋ ବେକ ଧରିକି ମୋତେ ହେଉଛି ମାରିକି ମାରିକିଆ କହିକି ମାନେ ଗଣା ମାନେ ଅଶ୍ଳୀଳ ଭାଷାରେ ଖରାପ କରିକି କହିକି ମୋତେ ମାରଧର କଲା। ଜୀବନ ମାରିଦେବି, ମୋର କ'ଣ କରିବୁ, କିଏ ତୋ ପିଠରେ ପଡ଼ିବ, ଏଇଆ କହିଲା। ଯେତେବେଳେ ବ୍ୟାଗ୍ଟା ଧରିଥିଲି ଯେତେବେଳେ ମୁଁ ଛାଟିଦେଲି, ସେ ଛାଟିଦେଲା ପରେ ମୁଁ ଭୋଇ ସାର୍ଙ୍କୁ କହିଲି ଯେ ଗେଟ୍ଟା ତାଲା ପକା, 112କୁ ଫୋନ୍ କର ବୋଲି। 112କୁ ଫୋନ୍ କଲା ପରେ ସେ ଯେତେବେଳେ ସେ ଆସିଲା ପରେ ଫେର ଆମର ଏଠି ସରପଞ୍ଚ ପ୍ରତିନିଧି ଆମର ହୁଣ୍ଡା ସାହୁ ବୋଲି ଜଣେ ଅଛି, ତାକୁ ସେ ଫୋନ୍ କଲା। ସେ ଯେତେବେଳେ ଆସିଲା, ଗାଡ଼ି ରହିଛି ଯେତେବେଳେ ସେ ଗେଟ୍କୁ ଆସିକି ଦେଇକି ଭାଙ୍ଗିକି ମୋତେ ଘୋଷାରି ନେଇକି ଗେଟ୍ ପାଖରେ 3-4ଟା ବାଉଁଶରେ ପିଟିବା ଆରମ୍ଭ କଲା। ସେମାନେ ସେ ହୁଣ୍ଡା ସାହୁ ଏଠି ରାଜେଶ କବି ସେସବୁ ହାଁ କରି ଧରିଲା ଭିତରେ ମଧ୍ୟ ସେ ମୋତେ ବାଡ଼େଇ ଚାଲିଛି ଗୋରୁ ଗାଈ ଭଳିଆ। ତାପରେ ମୋ ଗୋଟେ ପଥର ପକେଇଲା, ମୋ ଗୋଡ଼ରେ ରକ୍ତ ବି ଜମାଟ ବାନ୍ଧି ଯାଇଛି। ଏଇଭଳିଆ ମୁମୂର୍ଷ ଅବସ୍ଥାରେ ହେଉଛି ରହିଲା ଭିତରେ। ତାପରେ ଆସିଗଲା ଯେତେବେଳେ 112 ଆସିଗଲା, ସେ ଦୌଡ଼ା ଦୌଡ଼ିକି ପଳେଇଲା ପରେ ଫେର ଆସି ଗାଡ଼ି ପଳେଇଲା ପରେ ଫେର ସେ ରିଟର୍ଣ୍ଣ କରିଛି। ଫେର ଯେତେବେଳେ 112 ଫୋନ୍ କରି ରିଟର୍ଣ୍ଣ ଆସିଲା ଯେତେବେଳେ ସେ ଫେର ଏଇଠି ପାଖ ଘରେ ଲୁଚିକି ପାର ହେଇଗଲା। ତାପରେ ସେ ଆସନ୍ତା କାଲି ବି ସ୍କୁଲରେ ଆମର ବିଓ ଆଉ ଏବିଓ ସାର୍ ଆସିଥିଲେ ସ୍କୁଲର ଘଟଣା ଶୁଣିକି। ମୁଁ ମଧ୍ୟ ତାଙ୍କୁ ଜଣେଇଥିଲି। ସେ ଆସିଲା ପରେ ତାପରେ ସେ ପଳେଇଲା ପରେ ସେ ମାରଣାସ୍ତ୍ର ଧରିକି ବୁଲୁଥିଲା। ଲୋକ ମଧ୍ୟ କହିଛି ସେ ସାର୍ଙ୍କୁ ଜୀବନରୁ ମୁଁ ମାରିଦେବି ବୋଲି। ସାର୍ କଣ ରହିଥିଲା ଆପଣଙ୍କ ସହିତ ତାର ବ୍ୟକ୍ତିଗତ ନା କଣ? ମୋର କିଛି ତାର ମୁଁ ଗୋଟେ ଏଠି ସମସ୍ତଙ୍କର ସୁଚାରୁ ରୂପେ ପିଲାଙ୍କର ଯତ୍ନ ନେଇକି କରୁଛି। ମୋର କୌଣସି ଗାର୍ଡ଼ିଆନ୍ ସହିତ ହେଉଛି କୌଣସି ଅପ୍ରୀତିକର ପରିସ୍ଥିତି ନାହିଁ, ନା କେହି ମୋ ଉପରେ କେହି ଅଶାନ୍ତି ନାହାନ୍ତି। ସମସ୍ତେ ଅଭିଭାବକ ମୋ ସହିତ ବହୁତ ଖୁସି ବାସିରେ ସବୁ ପିଲାଙ୍କ କଥା ପଚାରନ୍ତି। କିନ୍ତୁ ସିଏ ତାର ମାନେ ମଦ ପିଇ ଦେଇକି ଆସିକି ଅଶ୍ଳୀଳ ଭାଷାରେ ସେ ପ୍ରାୟ ତା ଆଗରୁ 2-3 ଥର ଆସିକି ଏଠି କହିକି ଯାଇଛି। ସେ ଏମିତି କାହିଁକି ରୋଷେଇ ହେଉଛି, ମୋ ଝିଅକୁ ମାରିଲ କାହିଁକି, ଏଇଭଳିଆ ହେଉଛି ଦୁନିଆ ପ୍ରକାର ଅବାନ୍ତର। ସେ ତା ସାମ୍ନାରେ ହେଉଛି ଲୋକଙ୍କ ସାମ୍ନାରେ ଯେତେବେଳେ ତା ଝିଅକୁ ପଚାରିବ ସାର୍ ତମକୁ ମାରିছে, ନା ସାର୍ ମୋତେ କିଛି ମାରିନାହାନ୍ତି, ଏଇଭଳିଆ କଥାବାର୍ତ୍ତା ଇଏ କରେ। ତାପରେ ଏଇ କ୍ୟାମ୍ପସ୍ ଥର ଥିଲା ଭିତରେ ଯେତେବେଳେ ମଦ ପିଇକି ଆସିଥିଲା, ମୁଁ ଥାନାକୁ ଫୋନ୍ କରିବି ବୋଲି କହିଲି ଯେତେବେଳେ ତାକୁ ଏଠି ଜଣେ ଟାଣି ନେଇଗଲା ନେଇଗଲା ପରେ ପଦାରେ ନେଇକି ଛାଡ଼ିକି ଆସିଥିଲା। ତାର ଏଇଭଳିଆ ରାଗ ରଖିକି ମୋତେ ହେଉଛି ଆସିକି କାଲି ସାର୍ କୋଉଠି ନା କୋଉଠି ଆପଣଙ୍କୁ ପଦା ଲୋକ କିଏ ପ୍ରେରିତ କରୁଛି, ତାକୁ ପ୍ରେରିତ କରିକି ସେଟା ନିଶ୍ଚିତ। ଇଏ ବିଦ୍ୟାଳୟ ବିଗତ ଦିନରେ ଯୋଉ ଟିଚର ମାନଙ୍କ ସମସ୍ୟା ହେଉଛି, ଟିଚର ଭାଇ ଭଉଣୀ ଭିତରେ ତାଙ୍କ ଭିତରେ ଗ୍ରୁପିଜିମ, ତାଙ୍କ ଭିତରେ ହେଉଛି ମନମାଳିନ ଏଇ ବିଦ୍ୟାଳୟରେ ହେଉଛି ଦୀର୍ଘ ଦିନ ରହି ଆସୁଥିଲା। ଯାହାଫଳରେ ଏଇଭଳିଆ କାଣ୍ଡ ଘଟିଥାଇପାରେ ମୁଁ ଅନୁମାନ କରୁଛି। ତେଣୁ ସିଏ ମଦୁଆ ହେଉଛି ସେ କାହାରି ନୁହେଁ। ସିଏ ଭଳିଆ ସିଏ ହେଉଛି ଆମର ଟିଚର ଭାଇ ଭଉଣୀ, ତାଙ୍କର ଆଶ୍ରୟ କେବେ ନେଇନଥିବେ ବୋଲି ମୋର ବିଶ୍ୱାସ ଅଛି। ଆପଣ ଏବେ କ'ଣ ଚାହୁଁଛନ୍ତି? ମୁଁ ଚାହୁଁଛି ସିଏ ଯିଏ କ୍ରାଇମ୍ କରିଛି ସେ ଦଣ୍ଡ ପାଉ। ଆଉ ମୁଁ ଏତିକିଟା ଚାହୁଁଛି ସେ ଦଣ୍ଡ ପାଇବା ଦରକାର। ଏଇ ସ୍କୁଲଟା ଶୃଙ୍ଖଳିତ ଭାବରେ ଚାଲୁ। ମୁଁ ସେଦିନ ହେଉଛି 112 ଗଲା ସେକେଣ୍ଡ ଟାଇମ୍ ଆସିଲା ପରେ ମୋତେ ଯେତେବେଳେ ଆମେ ନିରାପଦ ମନେ ନ କଲୁ, ସେଠୁ କହିଲେ ତମେ ଆମ ସାଙ୍ଗରେ ଚାଲ, ଥାନାକୁ ଚାଲ। ମୁଁ ସେଠୁ କହିଲି ଗେଟ୍ଟା ହେଉଛି ଭାଙ୍ଗିଆ ହେଇଯାଇଛି, ଆମ ଗେଟ୍ଟା କେମିତି ହେବ। ଆଇଆଇସିକି ଫୋନ୍ ଲଗେଇଲା ପରେ ମୋତେ କହିଲେ, ମୁଁ ମୁମୂର୍ଷ ଅବସ୍ଥାରେ ଯେତେବେଳେ ମାଡ଼ ଖାଇକି ରକ୍ତାକ୍ତ ଅବସ୍ଥାରେ ଥିଲି, ମୋତେ ଆଇଆଇସିକି ଫୋନ୍ ସେପଟୁ କହୁଛନ୍ତି ତ ତମକୁ କ'ଣ ଗ୍ୟାରେଜ ବାଲା ପଠେଇବୁ ତମ ଏଇ ଗେଟ୍ ତାଲା ପକାଇବା ପାଇଁ। ମୋତେ ବହୁତ ଖରାପ ଲାଗିଲା। ମୁଁ ମାଡ଼ ଖାଇବା ଠାରୁ ମୋତେ ଏଇ କଥାଟା ବହୁତ ଆଘାତ ମୋ ଜୀବନରେ ଦେଲା। ମୋତେ ବର୍ତ୍ତମାନ ମୁଁ ହେଉଛି ଥାନାର ଦ୍ୱାରସ୍ଥ ହେଇଛି। ଏଠି ସେ ଯେଉଁ ଯିଏ କ୍ରାଇମ୍ କରିଛି ସିଏ ହେଉଛି ମାରଣାସ୍ତ୍ର ଧରିକି କହୁଛି ସେ ସାର୍ଙ୍କୁ ଜୀବନରୁ ମାରିଦେବି। କିନ୍ତୁ ସେ ଘରେ ଅଛି। ମୁଁ 3 ଦିନ ହେଲା ହେଉଛି ଅଭିଯୋଗ କଲା ପରେ ମଧ୍ୟ ଆଜି ବିଦ୍ୟାଳୟକୁ ଆସିକି
आज सब आम स्टाफ पचारिकी बुझुले किंतु मु दुखित 3 दिन घटना घटीगला पर विद्यालय को मु डर भय मुझे आसीपार नहीं मुझे विभाग कर्तृपक्ष को लेकिन आप्लिकेसन देली मुझे भय भितर से ड्यूटी करें नहीं जिते सी लोक आसामी न धरा पड़ी सार कहीकि मुझे थाना वाला फोन कले सार आसतु आम पचारिकी बुझिकी जीमु मु 3 दिन है देली कि आज दुखर विषय प्रकाश करुच्ची 3 दिन पर आसिक आसामी बुलूची चरा ये रास्ता घाट बुलूची पुलिस के आसुँच आम पाऊनु बोली। हाँ मुझे कहवाई शेष चाहूँगी आम ये विद्यालय पिला विद्या मंदिर में पाठ पढ़ा जीवन गढ़ा मंदिर में आम पिला गढ़ी तोलुचु किंतु ये गोटे कैंपस भितर दिन दीपर गोटे असामाजिक व्यक्ति मद्यपान करके निष्ठुर भाव में पिटिला 3 दिन कार्यानुष्ठान नहीं आम हूँ सुरक्षित आम गोटे टीचर सीना हूँ शिक्षक शिक्षक सुरक्षित मन करूँ आ मुझे मन करूँ यदि सी आसामी की न धरा जाए कि दृढ़ कार्यानुष्ठान न नि पर्यंत मु विद्यालय आसिक उपस्थित भय भर मुझे चली पारि।